ଆଜି ଆସନ୍ତୁ ଆମ୍ଭେମାନେ ମୋହର ସାକ୍ଷୀ ହୁଅ। ଏହି ବିଷୟର ଅନ୍ତର୍ଗତ ପରମେଶ୍ୱରଙ୍କ ବାକ୍ୟକୁ ଭାଗ କରିବା, ଯାହାର ଯୀଶୁ ପ୍ରାୟ 2000 ବର୍ଷ ପୂର୍ବେ ଆପଣା ଶିଷ୍ୟମାନଙ୍କୁ ଆଜ୍ଞା ଦେଇଥିଲେ। ବାକ୍ୟର ଅର୍ଥ ଉପରେ ଧ୍ୟାନ ଦେଉଥାଇ ଆସନ୍ତୁ ଆମ୍ଭେ ନିଜ ବିଷୟରେ ପରୀକ୍ଷା କରିବା କି କ'ଣ ଆମ୍ଭେ ଆଜି ମଧ୍ୟ ପରମେଶ୍ୱରଙ୍କ ସାକ୍ଷୀ ରୂପରେ ମିଶନକୁ ପୂରା କରୁଅଛୁ। ଏପରି କିଛି ହୋଇପାରେ ଯାହା ଆମ୍ଭେମାନେ ପୂରା କରୁଅଛୁ ଓ କିଛି ଏପରି ମଧ୍ୟ ହୋଇପାରେ ଯାହା ନିମନ୍ତେ ଆମ୍ଭମାନଙ୍କୁ ଆହୁରି ଚେଷ୍ଟା କରିବା ଉଚିତ। ଆସନ୍ତୁ ଆମ୍ଭେମାନେ ପ୍ରେରିତଙ୍କ ପୁସ୍ତକ ଅଧ୍ୟାୟ 1 ପଦ 6 ଖୋଲିବା ଓ ଦେଖିବା କି ଯୀଶୁ 2000 ବର୍ଷ ପୂର୍ବେ ଆପଣା ସ୍ୱର୍ଗ ଯିବା ଦିନରେ ଆପଣା ଲୋକମାନଙ୍କୁ କ'ଣ କରିବା ପାଇଁ କହିଥିଲେ। ଅତଏବ ସେମାନେ ଏକତ୍ର ହୋଇ ତାହାଙ୍କୁ ପଚାରିବାକୁ ଲାଗିଲେ, ହେ ପ୍ରଭୁ, ଆପଣ କ'ଣ ଏହି ସମୟରେ ଇସ୍ରାଏଲ ହସ୍ତରେ ପୁନର୍ବାର ରାଜ୍ୟଭାର ସମର୍ପଣ କରୁଅଛନ୍ତି? ସେ ସେମାନଙ୍କୁ କହିଲେ, ଯେ ସମସ୍ତ କାଳ କି ସମୟ ପିତା ସ୍ୱକର୍ତ୍ତୃତ୍ୱର ଅଧୀନରେ ରଖିଛନ୍ତି ତାହା ତୁମମାନଙ୍କର ଜାଣିବା ବିଷୟ ନୁହେଁ, କିନ୍ତୁ ପବିତ୍ର ଆତ୍ମା ତୁମମାନଙ୍କ ଉପରେ ଅବତୀର୍ଣ୍ଣ ହୁଅନ୍ତେ ତୁମେମାନେ ଶକ୍ତିପ୍ରାପ୍ତ ହେବ, ଆଉ ଜେରୁସାଲମ, ସମସ୍ତ ଜିହୁଦା ପ୍ରଦେଶ ଓ ସମୀରଣ ପୁଣି ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ସୁଦ୍ଧା ମୋହର ସାକ୍ଷୀ ହେବ। ସେ ଏହି ସମସ୍ତ କଥା କହିବା ଉତ୍ତାରେ ସେମାନେ ଦେଖୁ ଦେଖୁ ସେ ଉର୍ଦ୍ଧ୍ୱକୁ ନୀତ ହେଲେ, ଆଉ ଖଣ୍ଡେ ମେଘ ତାହାଙ୍କୁ ସେମାନଙ୍କ ଦୃଷ୍ଟିଗୋଚରରୁ ଘେନିଗଲା। ପ୍ରାୟ 2000 ବର୍ଷ ପୂର୍ବେ ଜିତ ପର୍ବତ ଉପରେ ଏପରି ହୋଇଥିଲା। ସ୍ୱର୍ଗକୁ ଯିବା ପୂର୍ବେ ସେ ଆପଣା ଶିଷ୍ୟମାନଙ୍କୁ ଶେଷ ଅନୁରୋଧ କରୁଥାଇ କହିଲେ, ଜେରୁସାଲମ, ସମସ୍ତ ଜିହୁଦା ପ୍ରଦେଶ ଓ ସମୀରଣ ପୁଣି ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ସୁଦ୍ଧା ମୋହର ସାକ୍ଷୀ ହୁଅ। ଏହି ଦୃଶ୍ୟ ସୁସମାଚାରର ପୁସ୍ତକରେ ରହିଛି। ଆସନ୍ତୁ ଏହାର ପୁଷ୍ଟି କରିବା ପାଇଁ ମାଥ୍ୟୁ ଅଧ୍ୟାୟ 28 ପଦ 18 ଉପରେ ନଜର ଦେବା। ମାଥ୍ୟୁ ଅଧ୍ୟାୟ 28 ପଦ 18। ପୁଣି ଯୀଶୁ ସେମାନଙ୍କ ନିକଟକୁ ଆସି ଆଳାପ କରି କହିଲେ, ସ୍ୱର୍ଗ ଓ ପୃଥିବୀର ସମସ୍ତ ଅଧିକାର ମୋତେ ପ୍ରଦତ୍ତ ହୋଇଅଛି। ଅତଏବ ତୁମେମାନେ ଯାଇ ସମସ୍ତ ଜାତିର ଲୋକଙ୍କୁ ପିତା, ପୁତ୍ର ଓ ପବିତ୍ର ଆତ୍ମାଙ୍କ ନାମରେ ବାପ୍ତିସ୍ମ ଦେଇ ମୁଁ ତୁମମାନଙ୍କୁ ଯେଉଁ ଯେଉଁ ଆଜ୍ଞା ଦେଇଅଛି ସେହି ସବୁ ପାଳନ କରିବାକୁ ଶିକ୍ଷା ଦେଇ ସେମାନଙ୍କୁ ଶିଷ୍ୟ କର। ଆଉ ଦେଖ, ଯୁଗାନ୍ତ ପର୍ଯ୍ୟନ୍ତ ସର୍ବଦା ମୁଁ ତୁମମାନଙ୍କ ସଙ୍ଗେ ସଙ୍ଗେ ଅଛି। ପ୍ରେରିତ ଅଧ୍ୟାୟ 1 ଓ ମାଥ୍ୟୁ ଅଧ୍ୟାୟ 28ର ବାକ୍ୟ ଏକ ସମାନ ଅଟେ। ଯାହା ଅଲଗା ତାହା ବୁଝାଇବାର ଉପାୟ ଅଛି, କିନ୍ତୁ ସେଥିରେ ସମାନ ଅର୍ଥ ଅଛି। ପରମେଶ୍ୱରଙ୍କ ସାକ୍ଷୀ ହୁଅ ଓ ପରମେଶ୍ୱରଙ୍କ ନୂତନ ନିୟମର ସତ୍ୟ ଶିଖାଅ। ଯାଅ ଓ ସମସ୍ତ ଜାତିର ଲୋକମାନଙ୍କୁ ଶିଷ୍ୟ କର। ଆସନ୍ତୁ ମାର୍କ ଅଧ୍ୟାୟ 16କୁ ଯିବା। ମାର୍କ ଅଧ୍ୟାୟ 16 ପଦ 15 କହେ, ପୁଣି ଯୀଶୁ ସେମାନଙ୍କୁ କହିଲେ, ତୁମେମାନେ ସମୁଦାୟ ଜଗତକୁ ଯାଇ ସମସ୍ତ ମାନବ ଜାତି ନିକଟରେ ସୁସମାଚାର ଘୋଷଣା କର। ମୋହର ସାକ୍ଷୀ ହୁଅ ଓ ଶିଷ୍ୟ କର ଏବଂ ସୁସମାଚାର ଘୋଷଣା କର। ଭିନ୍ନ ଭିନ୍ନ ନୁହେଁ, କିନ୍ତୁ ଅର୍ଥ ଉପରେ ଆଧାରିତ ସମାନ ଶବ୍ଦ ଅଛି। ଏହି ଦୃଶ୍ୟର ଶେଷରେ ଯୀଶୁ ସେମାନଙ୍କୁ କହିଲେ, ତୁମେମାନେ ସମୁଦାୟ ଜଗତକୁ ଯାଇ ସମସ୍ତ ମାନବ ଜାତି ନିକଟରେ ସୁସମାଚାର ଘୋଷଣା କର। ଯେ ବିଶ୍ୱାସ କରି ବାପ୍ତିଜିତ ହୁଏ ସେ ପରିତ୍ରାଣ ପାଇବ, କିନ୍ତୁ ଯେ ଅବିଶ୍ୱାସ କରେ ସେ ଦଣ୍ଡାଜ୍ଞା ପାଇବ। ସେ ଏହି ସନ୍ଦେଶକୁ ଆମମାନଙ୍କ ମିଶନ ରୂପରେ ପ୍ରଦାନ କଲେ ଓ ସ୍ୱର୍ଗକୁ ଗଲେ। କିଛି ଲୋକ ସାଧାରଣ କାର୍ଯ୍ୟକର୍ତ୍ତା ହୋଇଯାନ୍ତି, କିଛି ସାର୍ବାଜନିକ ଅଧିକାରୀ ହୋଇଯାନ୍ତି ଓ କିଛି ଅନ୍ୟ ଶିକ୍ଷକ ହୋଇଯାନ୍ତି। ଆମମାନଙ୍କ ନିମନ୍ତେ ଅନେକ ଚାକିରି ଅଛି, କିନ୍ତୁ ପରମେଶ୍ୱର ଯାହା ଆମମାନଙ୍କୁ କରିବାକୁ ଚାହାନ୍ତି ତାହା ଆପଣା ସାକ୍ଷୀ। ଏହି ଦୁନିଆରେ ଅନେକ ପିତାମାତା ନିଜ ପିଲାମାନଙ୍କୁ କୁହନ୍ତି, ଯେତେବେଳେ ତୁମେ ବଡ଼ ହୋଇଯିବ ତେବେ ଏହି ପ୍ରକାରର ବ୍ୟକ୍ତି ହୁଅ। ଜଣେ ପ୍ରସିଦ୍ଧ ଫୁଟବଲ ଖେଳାଳି ଅଛନ୍ତି ଯିଏ ଏହି ଦିନରେ ଅନେକ ଥର ଟିଭିରେ ଦେଖାଯାଆନ୍ତି। ହଁ, ସେ ସନ୍ ହ୍ୟୁଙ୍ଗ ମିନ୍ ଅଟନ୍ତି। ସନ୍ ହ୍ୟୁଙ୍ଗ ମିନ୍ କହିଲେ କି ତାଙ୍କ ପିତା ମଧ୍ୟ ତାଙ୍କୁ ପିଲାଦିନରୁ ହିଁ ଜଣେ ମହାନ ଫୁଟବଲ ଖେଳାଳି ହେବା ପାଇଁ କହିଲେ, ଆଉ ତାଙ୍କୁ ଅନେକ ପ୍ରକାରେ ପ୍ରଶିକ୍ଷିତ କଲେ। ଏହି ପ୍ରକାରେ ସେ ବର୍ତ୍ତମାନ ୟୁରୋପରେ ମଧ୍ୟ ଉତ୍କୃଷ୍ଟ ଖେଳାଳି ହୋଇଯାଇଛନ୍ତି, ଆଉ ଜଣେ ଏପରି ଖେଳାଳିଙ୍କ ରୂପରେ ପୁନର୍ଜୀବିତ ହୋଇଛନ୍ତି ଯିଏ ପ୍ଲେୟାର ଅଫ୍ ଦି ଇୟର ପୁରସ୍କାର ପ୍ରାପ୍ତ କରିଛନ୍ତି। ପ୍ରଥମରୁ ହିଁ ଆମମାନଙ୍କ ଭବିଷ୍ୟତକୁ ଦେଖି ପରମେଶ୍ୱର ଆମମାନଙ୍କ ଠାରୁ କ'ଣ ଚାହାନ୍ତି? ପରମେଶ୍ୱର ଚାହାନ୍ତି
କି ଆମ୍ଭେ ତାଙ୍କ ସାକ୍ଷୀ ଓ ନୂତନ ନିୟମର ସେବକ ହେଉ। ଯେମିତିକି ଏହା ବହୁତ ମହତ୍ୱପୂର୍ଣ୍ଣ, ଆଉ ଏହା ସ୍ୱର୍ଗର ରାଜ୍ୟରେ ଅନନ୍ତ ରାଜ୍ୟ ପୁରୋହିତ ଯାଜକ ସହିତ ସମ୍ବନ୍ଧିତ ଅଟେ। ପରମେଶ୍ୱର ଆପଣା ବିଶେଷ ଅନୁରୋଧ ସେହି ଲୋକମାନଙ୍କୁ ପ୍ରଦାନ କଲେ ଯେଉଁମାନଙ୍କୁ ପରମେଶ୍ୱରଙ୍କ ଦ୍ୱାରା ଯୋଗ୍ୟ ଗଣିତ କରାଯାଏ, ଆଉ ଯେଉଁମାନେ ବହୁତ ଅନୁତାପ କରନ୍ତି। ଆମ୍ଭେ ଏହା ମାଥ୍ୟୁ ଅଧ୍ୟାୟ 28 ଓ ମାର୍କ ଅଧ୍ୟାୟ 16ରେ ଦେଖିପାରିବା। ଆମ୍ଭମାନଙ୍କ ଭବିଷ୍ୟତକୁ ସୁନ୍ଦର ଓ ଅନୁଗ୍ରହପୂର୍ଣ୍ଣ କରିବା ପାଇଁ ପରମେଶ୍ୱର ଆମ୍ଭମାନଙ୍କୁ ସମୀରଣ ଓ ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ଆପଣା ସାକ୍ଷୀ ରୂପରେ ପ୍ରଚାର କରିବା ପାଇଁ କହିଲେ। ଯେମିତିକି ଆମ୍ଭେମାନେ ମାର୍କ ଅଧ୍ୟାୟ 16 ପଦ 15 ଦେଖିଲୁ, ଯୀଶୁ ସେମାନଙ୍କୁ କହିଲେ, ତୁମେମାନେ ସମୁଦାୟ ଜଗତକୁ ଯାଇ ସମସ୍ତ ମାନବ ଜାତି ନିକଟରେ ସୁସମାଚାର ଘୋଷଣା କର। ଭାଇ ଓ ଭଉଣୀମାନେ, ଆପଣ କଲସିୟ ଅଧ୍ୟାୟ 1 ଓ 2 କୋରିନ୍ଥୀୟ ଅଧ୍ୟାୟ 3କୁ ଯୋଗ କରୁଥାଇ ସୁସମାଚାର ବିଷୟରେ କ'ଣ ଶିକ୍ଷା କଲେ? ସଂକ୍ଷେପରେ ଆମମାନଙ୍କୁ ପରିଶ୍ରମ ପୂର୍ବକ ନୂତନ ନିୟମର ପ୍ରଚାର କରିବା ପାଇଁ କୁହାଯାଇଅଛି। ଆମମାନଙ୍କୁ କୁହାଗଲା ନୂତନ ନିୟମର ସେବକ ହୁଅ। ପରମେଶ୍ୱର ଆମମାନଙ୍କୁ ଏହି ନୂତନ ନିୟମର ମାଧ୍ୟମରେ କ'ଣ ଦେବାକୁ ଚାହୁଁଛନ୍ତି କି ସେ ଆମମାନଙ୍କୁ ସୁସମାଚାର ପ୍ରଚାର କରିବାକୁ କହିଲେ? ଆସନ୍ତୁ ଆମେ ଏବ୍ରୀ ଅଧ୍ୟାୟ 9 ଦେଖିବା। ଏବ୍ରୀ ଅଧ୍ୟାୟ 9 ପଦ 15। ଆଉ ଏହି କାରଣରୁ ସେ ଅର୍ଥାତ୍ ଯୀଶୁ ଖ୍ରୀଷ୍ଟ ନୂତନ ନିୟମର ମଧ୍ୟସ୍ଥ ହୋଇଛନ୍ତି। ଯେପରି ପ୍ରଥମ ନିୟମକାଳୀନ ଅପରାଧ ମାର୍ଜନାର୍ଥେ ମୃତ୍ୟୁଭୋଗ କରାଯାଇଥିବାରୁ ଆହୁତ ଲୋକମାନେ କ'ଣ ପ୍ରାପ୍ତ ହୁଅନ୍ତି? ଅନନ୍ତ ଅଧିକାର ସମ୍ବନ୍ଧୀୟ ପ୍ରତିଜ୍ଞାର ଫଳ ପ୍ରାପ୍ତ ହୁଅନ୍ତି। ଅନନ୍ତ ଅଧିକାର କ'ଣ ଅଟେ? ଏହା ସ୍ୱର୍ଗର ରାଜ୍ୟ ଅଟେ। ଏହି କାରଣ କି ପରମେଶ୍ୱର ଆମ୍ଭମାନଙ୍କୁ ସମସ୍ତ ଜାତି ନିକଟରେ ଯିବା ପାଇଁ ଓ ସମୀରଣରେ ପୁଣି ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ସୁଦ୍ଧା ନୂତନ ନିୟମର ସୁସମାଚାରର ପ୍ରଚାର କରିବା ପାଇଁ କହିଲେ। କାରଣ ନୂତନ ନିୟମ ଆମ୍ଭମାନଙ୍କୁ ସ୍ୱର୍ଗ ରାଜ୍ୟର ଅନନ୍ତ ଅଧିକାର ପ୍ରାପ୍ତ କରିବାରେ ସକ୍ଷମ କରିଥାଏ। ଏହି ସଂସାରରେ ଅନେକ ଲୋକ ବାସ କରନ୍ତି ଯେଉଁମାନେ ନୂତନ ନିୟମର ସତ୍ୟ ପ୍ରାପ୍ତ ନ କରୁଥାଇ ଏହା ବୁଝିପାରନ୍ତି ନାହିଁ କି ଆଜି ସ୍ୱର୍ଗରୋହଣର ଦିନ ବା ଏକ ସାମାନ୍ୟ ଗୁରୁବାର। ମାତ୍ର କୃତଜ୍ଞ ଅଟନ୍ତି କି ଆପଣ ଓ ମୁଁ ପରମେଶ୍ୱରଙ୍କ ଅନୁଗ୍ରହରେ ଅଛୁ। ଆଉ ପରମେଶ୍ୱର ଆମ୍ଭମାନଙ୍କୁ ନୂତନ ନିୟମର ମାଧ୍ୟମରେ ଶିଖାଇଲେ କି ଆଜି ଏକ ପର୍ବ ଅଛି ଯାହାର ନାମ ସ୍ୱର୍ଗରୋହଣର ଦିନ। ଏହାଠାରୁ ଅଧିକ ଆମ୍ଭମାନଙ୍କୁ ଏହି ସ୍ଥାନରେ ଆମନ୍ତ୍ରିତ କରାଗଲା, ଯାହାଦ୍ୱାରା ଆମ୍ଭେମାନେ ନୂତନ ନିୟମର ପର୍ବ ରୂପରେ ଏହାକୁ ପାଳନ କରିପାରିବା। ପରମେଶ୍ୱରଙ୍କ ପବିତ୍ର ଆତ୍ମା ପ୍ରାପ୍ତ କରିବା ପାଇଁ ଆମ୍ଭମାନଙ୍କ ପାଖରେ ଆଜି ସ୍ୱର୍ଗରୋହଣର ଦିନଠାରୁ ଆରମ୍ଭ କରି ପେନ୍ତିକଷ୍ଟ ଦିନ ପର୍ଯ୍ୟନ୍ତ 10 ଦିନର ପ୍ରାର୍ଥନା ସପ୍ତାହ ଅଛି। ପ୍ରଥମ ଚର୍ଚ୍ଚର ଦିନରେ ମଧ୍ୟ ଚର୍ଚ୍ଚର ସଦସ୍ୟମାନେ 10 ଦିନର ପ୍ରାର୍ଥନା ପରେ ପେନ୍ତିକଷ୍ଟ ଦିନରେ ଶେଷ ବୃଷ୍ଟିର ପବିତ୍ର ଆତ୍ମା ପ୍ରାପ୍ତ କରିଥିଲେ। ଆଉ ଗୋଟିଏ ଦିନରେ 3 ରୁ 5,000 ଆତ୍ମା ଅନୁତାପ କଲେ ଓ ସତ୍ୟରେ ଫେରି ଆସିଲେ। ଆମ୍ଭମାନଙ୍କୁ ସମସ୍ତ ଜାତିଙ୍କୁ ସୁସମାଚାର ପ୍ରଚାର କରିବା ପାଇଁ କୁହାଯାଇଥିଲା ଏବଂ ସୁସମାଚାର ହିଁ ନୂତନ ନିୟମ। ପୁଣି ବାଇବଲ କହେ ଯେ ନୂତନ ନିୟମ ସ୍ୱର୍ଗ ରାଜ୍ୟର ପ୍ରତିଜ୍ଞା ହୋଇଥିବା ଅନନ୍ତ ଉତ୍ତରାଧିକାରୀର ସତ୍ୟ ଅଟେ। ପରମେଶ୍ୱର ନୂତନ ନିୟମର ସୁସମାଚାର ମାଧ୍ୟମରେ ଯାହାର ସମସ୍ତ ଜାତିକୁ ପ୍ରଚାର କରାଯିବ ଆମ୍ଭମାନଙ୍କୁ କ'ଣ ଦେବାର ପ୍ରତିଜ୍ଞା କଲେ? ଆସନ୍ତୁ ରୋମିଓ ଅଧ୍ୟାୟ 1 ଦେଖିବା। ଯେପରିକି ଆମ୍ଭମାନଙ୍କୁ ପ୍ରତିଜ୍ଞା କରାଯାଇଅଛି ଆମ୍ଭମାନଙ୍କୁ ନୂତନ ନିୟମର ପ୍ରଚାର କରିବା ଓ ଶିକ୍ଷା କରିବା ଓ ସେମାନଙ୍କୁ ଜାଣିବାକୁ ଦେବା ନିମନ୍ତେ କୁହାଯାଇଅଛି। ରୋମିଓ ଅଧ୍ୟାୟ 1 ପଦ 16ରେ ଲେଖା ଅଛି, କାରଣ ମୁଁ ସୁସମାଚାର ସମ୍ବନ୍ଧରେ ଲଜ୍ଜାବୋଧ କରେ ନାହିଁ, ତେଣୁ ତାହା ପ୍ରତ୍ୟେକ ବିଶ୍ୱାସୀ ପକ୍ଷରେ ପରିତ୍ରାଣ ନିମନ୍ତେ ଈଶ୍ୱରଙ୍କ ଶକ୍ତି ଅଟେ। ପରମେଶ୍ୱର ସେମାନଙ୍କୁ କ'ଣ ପ୍ରଦାନ କରନ୍ତି? ଯେଉଁମାନେ ନୂତନ ନିୟମ ଉପରେ ବିଶ୍ୱାସ କରନ୍ତି, ତାହା ସ୍ୱୀକାର କରନ୍ତି ଓ ପାଳନ କରନ୍ତି, ସେମାନେ ସ୍ୱର୍ଗ ରାଜ୍ୟର ପ୍ରତିଜ୍ଞା କରାଯାଇଥିବା ଉତ୍ତରାଧିକାର ପ୍ରାପ୍ତ କରନ୍ତି। ଏଠାରେ ମଧ୍ୟ ଏହା କୁହାଯାଇଅଛି କି ପ୍ରତ୍ୟେକ ବିଶ୍ୱାସ କରୁଥିବା ଲୋକଙ୍କ ନିମନ୍ତେ ଉଦ୍ଧାର ପାଇଁ ପରମେଶ୍ୱରଙ୍କ ସାମର୍ଥ୍ୟ କାହା ମାଧ୍ୟମରେ ଦିଆଯାଏ? ଏହା ସୁସମାଚାର ମାଧ୍ୟମରେ ଦିଆଯାଏ। ଏଥିପାଇଁ ଯୀଶୁ କହିଲେ, ସମସ୍ତ ଜାତି ନିକଟରେ ଯାଅ ଓ ଏହି ସୁସମାଚାର ଘୋଷଣା କର। ସଂସାରର ଲୋକ ଏହି ଉଦ୍ଧାରରେ ଭାଗ ନେଇପାରିବେ ନାହିଁ କାରଣ ସେମାନେ ଜାଣନ୍ତି ନାହିଁ। କିନ୍ତୁ ତୁମ୍ଭେ ଯେ ଏହା ଜାଣ, ଏଥିପାଇଁ ସେହି ଲୋକମାନଙ୍କ ନିକଟକୁ ଯାଅ ଯେଉଁମାନେ ଏହାକୁ ଜାଣନ୍ତି ନାହିଁ ଏବଂ ପ୍ରଚାର କରିବା ମିଶନକୁ ପୂର୍ଣ୍ଣ କର।
ସେ 2000 ବର୍ଷ ପୂର୍ବେ ଜିତ ପର୍ବତ ଉପରେ ସ୍ୱର୍ଗ ଯିବା ପୂର୍ବେ ଆପଣା ଶିଷ୍ୟମାନଙ୍କୁ ଏହି ସନ୍ଦେଶ ଦେଇଥିଲେ। ଆସନ୍ତୁ ପ୍ରଥମ କୋରିନ୍ଥୀୟ ଅଧ୍ୟାୟ 9କୁ ଯିବା। ସୁସମାଚାରରେ ପରମେଶ୍ୱରଙ୍କ ବହୁତ ଗୁଡ଼ିଏ ପ୍ରତିଜ୍ଞା ରହିଅଛି କି ଏହା ବାସ୍ତବରେ ଆମମାନଙ୍କ ନିମନ୍ତେ ମହତ୍ୱପୂର୍ଣ୍ଣ ଓ ମୂଲ୍ୟବାନ। ପ୍ରଥମ କୋରିନ୍ଥୀୟ ଅଧ୍ୟାୟ 9 ପଦ 16ରୁ 17ରେ ଲେଖା ଅଛି, କାରଣ ମୁଁ ଯଦି ସୁସମାଚାର ପ୍ରଚାର କରେ ସେଥିରେ ମୋହର ଦର୍ପ କରିବାର କିଛି ନାହିଁ, ତେଣୁ ତାହା କରିବା ନିମନ୍ତେ ମୁଁ ବାଧ୍ୟ। ମୁଁ ସୁସମାଚାର କରିବା ନିମନ୍ତେ ବାଧ୍ୟ, ଅର୍ଥାତ୍ ମୋତେ ସୁସମାଚାର ପ୍ରଚାର କରିବା ଉଚିତ। ଆଉ ଯଦି ମୁଁ ସୁସମାଚାର ପ୍ରଚାର ନ କରେ ତେବେ ହାୟ ମୁଁ ଦଣ୍ଡର ପାତ୍ର। କାରଣ ଯଦି ମୁଁ ସ୍ୱେଚ୍ଛାରେ ଏହା କରେ ତେବେ ମୋହର ପୁରସ୍କାର ଅଛି, କିନ୍ତୁ ଯଦି ସ୍ୱେଚ୍ଛାରେ ନ କରେ ତେବେ ହେ ସେବକ ପଦର ଭାର ମୋ ଠାରେ ସମର୍ପିତ ହୋଇଅଛି। ପରମେଶ୍ୱର ସିୟନର ସମସ୍ତ ସନ୍ତାନକୁ ସୁସମାଚାର ପ୍ରଚାର କରିବାର ଅନୁମତି ଦେଇଛନ୍ତି। ଏହା ଏଥିପାଇଁ କାରଣ ଆମେମାନେ ପରମେଶ୍ୱରଙ୍କ ଦ୍ୱାରା ଯୋଗ୍ୟ ଗଣିତ ହୋଇଅଛୁ। ପରମେଶ୍ୱର ଆପଣା ସବୁଠାରୁ ପ୍ରିୟ ଲୋକଙ୍କୁ ସର୍ବୋତ୍ତମ କାର୍ଯ୍ୟ ଦେଲେ। ଆସନ୍ତୁ ଆମ୍ଭେ ଦ୍ୱିତୀୟ କରିନ୍ଥୀୟ ଅଧ୍ୟାୟ 4ର ସହିତ ଜାରି ରହିବା। ଦ୍ୱିତୀୟ କରିନ୍ଥୀୟ ଅଧ୍ୟାୟ 4 ପଦ 3। କିନ୍ତୁ ଯଦ୍ୟପି ଆମମାନଙ୍କ ସୁସମାଚାର ଆଚ୍ଛାଦିତ ଥାଏ, ତାହା ବିନାଶପ୍ରାପ୍ତମାନଙ୍କ ପକ୍ଷରେ ଆଚ୍ଛାଦିତ। ଈଶ୍ୱରଙ୍କ ପ୍ରତିମୂର୍ତ୍ତି ଯେ ଖ୍ରୀଷ୍ଟ ତାହାଙ୍କ ଗୌରବମୟ ସୁସମାଚାରର ଆଲୋକ ଯେପରି ଏହି ପ୍ରକାର ଲୋକଙ୍କ ପ୍ରତି ପ୍ରକାଶିତ ନ ହୁଏ, ଏଥି ନିମନ୍ତେ ଏହି ଜଗତପତି ଅବିଶ୍ୱାସୀମାନଙ୍କର ଜ୍ଞାନଚକ୍ଷୁ ଅନ୍ଧ କରିଅଛି। ଏହି ସଂସାରର ଈଶ୍ୱର କିଏ ଅଟନ୍ତି? ବାଇବଲ କହେ କି ଶୟତାନ ଅବିଶ୍ୱାସୀମାନଙ୍କର ଜ୍ଞାନଚକ୍ଷୁ ଅନ୍ଧ କରିଦେଇଅଛି, ଯାହାଫଳରେ ପରମେଶ୍ୱରଙ୍କ ଆଲୋକମୟ ସୁସମାଚାରର ପ୍ରକାଶ ସେମାନଙ୍କ ଉପରେ ପ୍ରକାଶିତ ନ ହେଉ। ଯଦିଓ ଶୟତାନ ସୁସମାଚାରର ଜ୍ୟୋତି ଉପରେ ଆଚ୍ଛାଦନ କରେ, କିନ୍ତୁ ଆମମାନଙ୍କୁ ସୁସମାଚାରର ମହିମା ନିମନ୍ତେ କ'ଣ କରିବା ଉଚିତ? ଆମମାନଙ୍କୁ ଏହାକୁ ଅଧିକରୁ ଅଧିକ ପ୍ରଦର୍ଶିତ କରିବା ଉଚିତ। ଏଥିପାଇଁ ଏହା ଯିଶାୟ ଅଧ୍ୟାୟ 60ରେ ଲେଖା ଅଛି, ଉଠ ଓ କ'ଣ ଆମମାନଙ୍କୁ ସୁସମାଚାରର ଜ୍ୟୋତିକୁ ଦୀପ୍ତିମାନ କରିବା ଉଚିତ। ଆମମାନଙ୍କୁ ସ୍ୱର୍ଗୀୟ ଜେରୁସଲେମ ମାତାଙ୍କ ମହିମା ଓ ପିତାଙ୍କ ମହିମା ଏବଂ ନୂତନ ନିୟମର ସମସ୍ତ ଆଜ୍ଞା ଓ ସତ୍ୟକୁ ପ୍ରଦର୍ଶିତ କରିବାରେ ସକ୍ଷମ ହେବା ଉଚିତ, ଯାହା ଆମମାନଙ୍କୁ ଦିଆଯାଇଅଛି। ପିତା ଓ ମାତାଙ୍କ ବହୁମୂଲ୍ୟ ଶିକ୍ଷା ଅଟେ। ଏହାର ବିପରୀତ ଶୟତାନ ଯିଏ ଏହି ସଂସାରର ଈଶ୍ୱର ଆମମାନଙ୍କୁ ଜ୍ୟୋତିକୁ ଦୀପ୍ତିମାନ କରିବାରେ ବାଧା ପକାଇଥାଏ। ବାଧା ସତ୍ତ୍ୱେ ଯଦି ଆମ୍ଭେ ଅନ୍ଧକାରରେ ମଧ୍ୟ ଅଳ୍ପ ଜ୍ୟୋତି ଉତ୍ସର୍ଜିତ କରିଥାଉ, ତେବେ ଅନ୍ଧକାରକୁ ଆପଣା ପାଦ ପଛକୁ କରିବା ପାଇଁ ବାଧ୍ୟତ କରାଯାଇପାରେ। ଏହା ତାହା ଅଟେ ଯାହା ପରମେଶ୍ୱର ଆମମାନଙ୍କୁ ତୃତୀୟ ଆୟାମୀ ସ୍ଥାନ ଅର୍ଥାତ୍ ସାଂସାରିକ ଦୁନିଆରେ ଦେଖାଇଥାନ୍ତି। ଆତ୍ମିକ ଦୁନିଆରେ ଶୟତାନ ଯଦିଓ ସତ୍ୟର ଜ୍ୟୋତି ଉପରେ ଆଚ୍ଛାଦନ କରିବାକୁ କେତେ ଚେଷ୍ଟା କରୁନା କାହିଁକି, କିନ୍ତୁ ଯେମିତି ହିଁ ଜ୍ୟୋତି ଦୀପ୍ତିମାନ ହୁଏ ସେ କିଛି କରିପାରେ ନାହିଁ, କିନ୍ତୁ ସେ ଅନନ୍ତ ଅନ୍ଧକାରରେ ପକାଇ ଦିଆଯିବ। ଏମିତିକି ବାଇବଲ ଶିକ୍ଷା ଦିଏ କି ଅନେକ ଲୋକ ଜ୍ୟୋତିକୁ ଦେଖିବେ ଓ ଜ୍ୟୋତି ନିକଟକୁ ଆସିବେ। ତେଣୁ ଆମମାନଙ୍କୁ କେବେ ମଧ୍ୟ ପରମେଶ୍ୱରଙ୍କ ଦ୍ୱାରା ଦିଆଯାଇଥିବା ନୂତନ ନିୟମର ସୁସମାଚାରକୁ ଚଟାଣ ତଳେ କିମ୍ବା କଳସୀ ଭିତରେ ଲୁଚାଇବା ଉଚିତ ନୁହେଁ, ମାତ୍ର ଏହାକୁ ପ୍ରକଟ କରିବା ଉଚିତ ଓ ଏକ ସଙ୍ଗରେ ମିଶି ଏହାର ଜ୍ୟୋତିକୁ ଦୀପ୍ତିମାନ କରିବା ଉଚିତ। ପୁରାତନ ଦିନରେ ଯେତେବେଳେ ଗିଦିଅନର ଯୋଦ୍ଧାମାନେ ମଶାଲକୁ କଳସୀରେ ଲୁଚାଇ ଦେଇଥିଲେ, ତେଣୁ ଏହାର ମିଦିଅନଙ୍କ ଉପରେ କୌଣସି ପ୍ରଭାବ ପଡ଼ିଲା ନାହିଁ। ବିଜୟର କୌଣସି ସମ୍ଭାବନା ନଥିଲା। କିନ୍ତୁ କ'ଣ ହେଲା, ଯେତେବେଳେ ସେମାନେ କଳସୀକୁ ଭାଙ୍ଗିଦେଲେ ଓ ଲୁଚି ରହିଥିବା ପ୍ରକାଶକୁ ପ୍ରକଟ କଲେ, ଶତ୍ରୁ ଛାଉଣିରେ ଏକ ଅନ୍ୟ ମଧ୍ୟରେ ଯୁଦ୍ଧ ହେଲେ। ସେମାନେ ଏକ ଅନ୍ୟକୁ ହତ୍ୟା କଲେ। ଗିଦିଅନଙ୍କ ପାଖରେ କେବଳ 300 ପୁରୁଷ ଥିଲେ ଓ ଶତ୍ରୁଙ୍କ ପାଖରେ 1,35,000 ପୁରୁଷ ଥିଲେ। କିନ୍ତୁ ଶତ୍ରୁ ସେନାଙ୍କ ମଧ୍ୟରେ ଏକ ଅନ୍ୟ ମଧ୍ୟରେ ଯୁଦ୍ଧ ହେବାକୁ ଲାଗିଲା। ଏହି ପ୍ରକାର ଯଦି ଆମ୍ଭେ ଆପଣା ମଶାଲକୁ ଏକ କଳସୀ ମଧ୍ୟରେ ରଖୁ ଓ ସୁସମାଚାରର ଜ୍ୟୋତିକୁ ଭିତରେ ଲୁଚାଇ ରଖୁ, ତେବେ ଏହା ଶୟତାନକୁ ସବୁଠାରୁ ଅଧିକ ପସନ୍ଦ ଆସିବ। ଏପରି ଏଥିପାଇଁ କାରଣ ଏହି ପରିସ୍ଥିତିରେ କିଛି ମଧ୍ୟ ହୁଏ ନାହିଁ। କିନ୍ତୁ ଯେତେବେଳେ ଆମ୍ଭେମାନେ ଲୁଚି ରହିଥିବା ମଶାଲକୁ ବାହାର କରୁ ଓ ଜ୍ୟୋତିକୁ ଦୀପ୍ତିମାନ କରିଥାଉ, ତେବେ ପବିତ୍ର ଆତ୍ମାଙ୍କ ଅଦ୍ଭୁତ କାର୍ଯ୍ୟ ପ୍ରଦର୍ଶିତ ହେବ ଓ ପବିତ୍ର ଆତ୍ମାଙ୍କ ଶକ୍ତି କାର୍ଯ୍ୟ କରିବ। ହଁ ନା?
ଯୀଶୁଙ୍କ ପ୍ରଥମ ଆଗମନର ଦିନରେ ଗୋଟିଏ ଦିନରେ 3000ରୁ 5000 ଆତ୍ମାଙ୍କ ନେତୃତ୍ୱ ସତ୍ୟ ଆଡ଼କୁ କରାଗଲା। ଏହା ସମ୍ଭବ ଥିଲା କାରଣ ସେମାନେ ସତ୍ୟର ଜ୍ୟୋତିକୁ ଅଧିକ ପ୍ରଦର୍ଶିତ କରିଥିଲେ। ଏବେ ସ୍ୱର୍ଗର ଅନନ୍ତ ରାଜ୍ୟ ଅଧିକ ନିକଟକୁ ଆସୁଅଛି। ଯେପରିକି ପରମେଶ୍ୱର ଆମ୍ଭମାନଙ୍କୁ ଆପଣା ସାକ୍ଷୀ ହେବା ନିମନ୍ତେ କହିଲେ ଏବଂ ସମୀରଣ ଓ ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ସୁସମାଚାର ପ୍ରଚାର କରିବା ପାଇଁ କହିଛନ୍ତି, ଆମ୍ଭ ସମସ୍ତଙ୍କୁ ଏହି ମିଶନକୁ ପୂର୍ଣ୍ଣ କରିବାରେ ସକ୍ଷମ ହେବା ଉଚିତ। ତେବେ ସେହି ଲୋକମାନଙ୍କର କ'ଣ ହେବ ଯେଉଁମାନେ ସୁସମାଚାରକୁ ପାଳନ କରନ୍ତି ନାହିଁ ଅବା ଖ୍ରୀଷ୍ଟଙ୍କ ସୁସମାଚାରରୁ ଭିନ୍ନ ଅନ୍ୟ ସୁସମାଚାର ପ୍ରଚାର କରନ୍ତି? ଆସନ୍ତୁ ଆମେମାନେ ବାଇବଲରେ ଲେଖା ହୋଇଥିବା ପରିଣାମକୁ ଦେଖିବା। ଆସନ୍ତୁ ଆମେମାନେ ଗାଲାତୀୟ ଅଧ୍ୟାୟ 1 ଦେଖିବା ଓ ପରମେଶ୍ୱରଙ୍କ ଇଚ୍ଛାକୁ ଉତ୍କୀର୍ଣ୍ଣ କରିବା, ଯିଏ କହିଲେ ସମସ୍ତ ଦେଶରେ ଲୋକମାନଙ୍କୁ ସ୍ୱର୍ଗ ରାଜ୍ୟର ସୁସମାଚାର ପ୍ରଚାର କର। ଗାଲାତୀୟ ଅଧ୍ୟାୟ 1 ପଦ 6 କହିଥାଏ, ଖ୍ରୀଷ୍ଟଙ୍କ ଅନୁଗ୍ରହରେ ଯେ ତୁମ୍ଭମାନଙ୍କୁ ଆହ୍ୱାନ କଲେ, ତାହାଙ୍କ ଠାରୁ ତୁମେମାନେ ଯେ ଏଡ଼େ ଶୀଘ୍ର ବିମୁଖ ହୋଇ ଅନ୍ୟ ସୁସମାଚାର ପ୍ରତି ଅନୁରକ୍ତ ହେଉଅଛ, ଏଥିରେ ମୁଁ ଚମତ୍କୃତ ହେଉଅଛି। ଏହା ବହୁତ ଅବାଧ୍ୟଜନକ ଅଟେ କି କୌଣସି ବସ୍ତୁ ଆଡ଼କୁ ଅନୁରକ୍ତ ହେବା ଯାହା ପରମେଶ୍ୱର ଆପଣା ସନ୍ତାନଙ୍କ ସହିତ ପ୍ରତିଜ୍ଞା କରିନାହାନ୍ତି। ତୁମେମାନେ ଯେ ଏଡ଼େ ଶୀଘ୍ର ବିମୁଖ ହୋଇ ଅନ୍ୟ ସୁସମାଚାର ପ୍ରତି ଅନୁରକ୍ତ ହେଉଅଛ, ଏଥିରେ ମୁଁ ଚମତ୍କୃତ ହେଉଅଛି। ପଦ 7, ତାହା ଅନ୍ୟ ସୁସମାଚାର ସୁଦ୍ଧା ନୁହେଁ, କେବଳ କେତେକ ତୁମ୍ଭମାନଙ୍କୁ ଅସ୍ଥିର କରୁଅଛନ୍ତି ଓ ଖ୍ରୀଷ୍ଟଙ୍କ ସୁସମାଚାରକୁ କ'ଣ କରିବାକୁ ଇଚ୍ଛା କରୁଛନ୍ତି? ବିକୃତ କରିବାକୁ ଇଚ୍ଛା କରୁଅଛନ୍ତି। କିନ୍ତୁ ଯେଉଁ ସୁସମାଚାର ଆମ୍ଭେମାନେ ତୁମ୍ଭମାନଙ୍କ ନିକଟରେ ପ୍ରଚାର କରିଥିଲୁ, ଯଦି ଆମ୍ଭେମାନେ କିମ୍ବା ସ୍ୱର୍ଗଦୂତ ହେଲେ ମଧ୍ୟ କେହି ତ ଭିନ୍ନ ଅନ୍ୟ ସୁସମାଚାର ପ୍ରଚାର କରେ, ତେବେ ସେ ଶାପଗ୍ରସ୍ତ ହେଉ। ଅନ୍ୟ ଶବ୍ଦରେ ସେମାନେ ଉଦ୍ଧାର ପ୍ରାପ୍ତ କରିପାରିବେ ନାହିଁ। ପରମେଶ୍ୱର ପ୍ରତିଜ୍ଞା କଲେ କି ଯେ କେହି ରବିବାର ଆରାଧନା କରେ ଓ ମିଥ୍ୟା ସିଦ୍ଧାନ୍ତର ପାଳନ କରେ, ଯାହା ବାଇବଲରେ ଅଭିଲେଖ କରାଯାଇ ନାହିଁ, ସେମାନଙ୍କୁ ଦଣ୍ଡିତ କରାଯିବ। ଆସନ୍ତୁ ଆମେମାନେ ଦ୍ୱିତୀୟ ଥେସଲୋନିକୀୟ ଅଧ୍ୟାୟ 1ରେ ଏହି ବାକ୍ୟକୁ ଦେଖିବା। ଅଧ୍ୟାୟ 1 ପଦ 7ରେ ଏହା ଲେଖା ଅଛି, ସେତେବେଳେ ତୁମ୍ଭମାନଙ୍କୁ କ୍ଲେଶ ଦେଉଥିବା ଲୋକମାନଙ୍କୁ ପ୍ରତିଫଳ ସ୍ୱରୂପେ କ୍ଲେଶ ଦେବା ଓ କ୍ଲେଶ ଭୋଗ କରୁଅଛ ଯେ ତୁମ୍ଭେମାନେ ତୁମ୍ଭମାନଙ୍କୁ ଆମ୍ଭମାନଙ୍କ ସହିତ ବିଶ୍ରାମ ଦେବା। ଏହା ତ ଈଶ୍ୱରଙ୍କ ପକ୍ଷରେ ନ୍ୟାୟର ବିଷୟ। ସେହି ଲୋକମାନଙ୍କ କ'ଣ କରିବେ ଯେଉଁମାନେ ଈଶ୍ୱରଙ୍କୁ ଜାଣନ୍ତି ନାହିଁ ଓ ଆମ୍ଭମାନଙ୍କ ପ୍ରଭୁ ଯୀଶୁଙ୍କ ସୁସମାଚାର ମାନନ୍ତି ନାହିଁ? ଆମ୍ଭେ ଏବେ ଶିକ୍ଷା କଲୁ କି ସୁସମାଚାର ନୂତନ ନିୟମ ଅଟେ, ହଁ ନା? ତେବେ ସେହି ଲୋକମାନଙ୍କ ସହିତ କ'ଣ ହେବାକୁ ଯାଉଅଛି ଯେଉଁମାନେ ନୂତନ ନିୟମକୁ ପାଳନ କରନ୍ତି ନାହିଁ ବା ଏହାକୁ ମାନନ୍ତି ନାହିଁ? ସେମାନଙ୍କୁ ସେ ସେତେବେଳେ ଦଣ୍ଡ ଦେବେ, ଅର୍ଥାତ୍ ଯେଉଁଦିନ ସେ ଆପଣା ସାଧୁମାନଙ୍କ ଦ୍ୱାରା ଗୌରବାନ୍ୱିତ ହେବାକୁ ଓ ବିଶ୍ୱାସ କରୁଥିବା ଲୋକ ସମସ୍ତଙ୍କ ଦ୍ୱାରା ଚମତ୍କାରର ଦୃଶ୍ୟ ସ୍ୱରୂପ ହେବାକୁ ଆସିବେ। ଏହାର ଆଉ କୌଣସି କାରଣ ନାହିଁ। ଏହା ତାହା ହିଁ ଅଟେ ଯାହା ପରମେଶ୍ୱର ଆତ୍ମିକ ଦୁନିଆରେ ଅବସ୍ଥିତ କଲେ, ଆଉ ଏହା ସ୍ୱର୍ଗୀୟ ନିୟମ ଅଟେ ଆଉ ନିର୍ଣ୍ଣୟ ଅଟେ ଯାହା ସ୍ୱର୍ଗରେ ଆମ୍ଭମାନଙ୍କ ପରମେଶ୍ୱର କରିଛନ୍ତି। ଏଥିପାଇଁ ପରମେଶ୍ୱର ଆମ୍ଭମାନଙ୍କୁ କହିଲେ, ସଂସାରର ସମସ୍ତ ଜାତି ନିକଟକୁ ଯାଅ ଓ ସୁସମାଚାର ପ୍ରଚାର କର, ଯାହାଦ୍ୱାରା ସମସ୍ତଙ୍କ ନିମନ୍ତେ ନୂତନ ନିୟମର ସତ୍ୟରେ ଆସିବାର ମହିମାର ପଥ ଖୋଲା ଯାଇପାରିବ। ଯଦି ସେମାନେ ନୂତନ ନିୟମକୁ ଜାଣନ୍ତି, ତେବେ ସେମାନେ ସ୍ୱର୍ଗୀୟ ମାତାଙ୍କୁ ଜାଣିବେ ଓ ସେମାନେ ସ୍ୱର୍ଗୀୟ ପିତାଙ୍କୁ ଜାଣିବେ, ଆଉ ସେମାନେ ସ୍ୱାଭାବିକ ରୂପେ ସିଓନକୁ ମଧ୍ୟ ଜାଣିପାରିବେ। କିନ୍ତୁ ଯେପରି ସେମାନେ ନୂତନ ନିୟମକୁ ଜାଣନ୍ତି ନାହିଁ, ସେମାନେ ଏକ ଭିନ୍ନ ସୁସମାଚାରରେ ପଡ଼ି ରହିଛନ୍ତି ଏବଂ ବିନାଶର ପଥରେ ଚାଲୁଛନ୍ତି। ପରମେଶ୍ୱର ଆମ୍ଭମାନଙ୍କୁ ଏହି ତଥ୍ୟକୁ ଜାଣିବାକୁ ଦେଲେ ଓ ତାଙ୍କୁ ଦେଖୁଅଛୁ, ତାଙ୍କ ନିମନ୍ତେ ଦୁଃଖ ଅନୁଭବ କରୁଅଛୁ। ଏହି କାରଣ କି ଗାଲାତୀୟ ଅଧ୍ୟାୟ 1 ଓ ଦ୍ୱିତୀୟ ଥେସଲୋନିକୀୟ ଅଧ୍ୟାୟ 1 ଆମ୍ଭମାନଙ୍କୁ ଶିକ୍ଷା ଦିଏ କି ଯେଉଁ ଲୋକମାନେ ସୁସମାଚାର ପାଳନ କରନ୍ତି ନାହିଁ, ସେମାନଙ୍କୁ ଦଣ୍ଡିତ କରାଯିବ ଓ ସେମାନଙ୍କୁ ସର୍ବଦା ନିମନ୍ତେ ନଷ୍ଟ କରାଯିବ। ଆଜି ସ୍ୱର୍ଗରୋହଣର ଦିନ ମାଧ୍ୟମରେ ଆମ୍ଭମାନଙ୍କୁ କେବଳ ଆପଣା ଉଦ୍ଧାର ବିଷୟରେ ଚିନ୍ତା କରିବା ଉଚିତ ନୁହେଁ। ଯଦି ଆମ୍ଭେ ଅନୁତାପ କରିଅଛୁ ଓ ପରମେଶ୍ୱରଙ୍କ ଦ୍ୱାରା ନୂତନ ନିୟମର ସତ୍ୟରେ ନିମନ୍ତ୍ରିତ ହୋଇଅଛୁ, ତେବେ ଆମମାନଙ୍କୁ ପରମେଶ୍ୱରଙ୍କ ଇଚ୍ଛାକୁ ପୂରା କରିବା ଉଚିତ। ଯେ କହିଲେ ଦୁନିଆର ସେହି ସମସ୍ତ ଲୋକମାନଙ୍କ ନିକଟକୁ ଯାଅ ଯେଉଁମାନେ ଏବେ ଅନୁତାପ କରୁନାହାନ୍ତି, ଆଉ ସେମାନଙ୍କୁ ଏହି ରାଜ୍ୟର ସୁସମାଚାର ଶିଖାଅ, ସେମାନଙ୍କୁ ଶିକ୍ଷା କର ଓ ସେମାନଙ୍କ ସୁସମାଚାରକୁ ପାଳନ କରିବା ନିମନ୍ତେ ପଥ ପ୍ରଦର୍ଶନ କର। ଏହି ସୁସମାଚାରରେ ପରମେଶ୍ୱରଙ୍କ ଅନେକ ପ୍ରତିଜ୍ଞା ଅଛି। ସେଥିମଧ୍ୟରୁ ଆସନ୍ତୁ ଆମ୍ଭେମାନେ ଇଫିସିୟ ଅଧ୍ୟାୟ 3ରେ ଦେଖିବା କି ଆମ୍ଭେମାନେ ନୂତନ ନିୟମର ସୁସମାଚାର ମାଧ୍ୟମରେ ପରମେଶ୍ୱରଙ୍କୁ କେଉଁ ଆଶୀର୍ବାଦ ପ୍ରାପ୍ତ କରିପାରିବା। ଆସନ୍ତୁ ଆମ୍ଭେମାନେ ଅଧ୍ୟାୟ 3 ପଦ 6 ଦେଖିବା।
अर्थात सुसमाचार द्वारा ख्रीष्ट जीशुଙ୍କ ଠାରେ ବିଜାତି ମାନେ କେଉଁଥିରେ अंशाधिकारी। ଏହାର ଅର୍ଥ କି ସେମାନେ ଏକ ପ୍ରତିଜ୍ଞା ରୂପେ ସ୍ୱର୍ଗୀୟ ସମ୍ପତ୍ତି ପ୍ରାପ୍ତ କରିଛନ୍ତି। ସୁସମାଚାର ଦ୍ୱାରା ଖ୍ରୀଷ୍ଟ ଯୀଶୁଙ୍କ ଠାରେ ବିଜାତି ମାନେ ମଧ୍ୟ अंशाधिकारी, ଏକ ଶରୀରର ଅଙ୍ଗ ପ୍ରତ୍ୟଙ୍ଗ ଅର୍ଥାତ୍ ଖ୍ରୀଷ୍ଟଙ୍କ ଶରୀରର ଓ ପ୍ରତିଜ୍ଞାର ସହଭାଗୀ ଅଟନ୍ତି। ଆମ୍ଭେମାନେ ପରମେଶ୍ୱରଙ୍କ ପ୍ରତିଜ୍ଞା ଅର୍ଥାତ୍ ଅନନ୍ତ ଜୀବନରେ ଏକ ସଙ୍ଗରେ ସହଭାଗୀ ହୋଇଥାଉ। ପଦ 7 କହୁଅଛି, ଈଶ୍ୱରଙ୍କ କାର୍ଯ୍ୟ ସାଧକ ଶକ୍ତି ଅନୁସାରେ ମୋତେ ପ୍ରଦତ୍ତ ତାହାଙ୍କ ଅନୁଗ୍ରହର ଦାନ ପ୍ରମାଣେ ସେହି ସୁସମାଚାରର ମୁଁ ଜଣେ ସେବକ ହେଲି। ସେ ଜଣେ ସେବକ ହେଲେ ଯିଏ ସୁସମାଚାର ପ୍ରଚାର କରେ। ଆମ୍ଭମାନଙ୍କୁ ସମୀରଣ ଓ ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ଯିବା ଉଚିତ, ଆଉ ଏହି ସୁସମାଚାରକୁ ସମସ୍ତ ସୃଷ୍ଟିର ଲୋକମାନଙ୍କୁ ପ୍ରଚାର କରିବା ଉଚିତ, କାରଣ ଏହି ସୁସମାଚାରରେ ଏପରି ବହୁମୂଲ୍ୟ ପ୍ରତିଜ୍ଞା ରହିଛି। ଏହି ନୂତନ ନିୟମକୁ ପ୍ରତ୍ୟେକ ଜଣକୁ ସମର୍ପଣ କରାଯାଇ ନାହିଁ, କିନ୍ତୁ ଆମ୍ଭକୁ ସମର୍ପଣ କରାଯାଇଛି। ସ୍ୱର୍ଗଦୂତଙ୍କ ଦୁନିଆରେ ଅନେକ ଆତ୍ମିକ ପ୍ରାଣୀ, ସ୍ୱର୍ଗଦୂତ ଓ ବହୁତ ଗୁଡ଼ିଏ ଆତ୍ମା ଅଛନ୍ତି। ଏହା ପରମେଶ୍ୱରଙ୍କ ଇଚ୍ଛା କି ଆମ୍ଭମାନଙ୍କୁ ସୁସମାଚାରର କାର୍ଯ୍ୟ ସମର୍ପଣ କରାଯାଇଅଛି, ସେମାନଙ୍କୁ ନୁହେଁ। ଆସନ୍ତୁ ଆମ୍ଭେମାନେ ପ୍ରଥମ ଥେସଲୋନିକୀୟ ଅଧ୍ୟାୟ 2 ପଦ 3ରେ ଆଉ ଏକ ବାକ୍ୟ ଦେଖିବା। ଏହି ସୁସମାଚାରର କାର୍ଯ୍ୟ କାହାକୁ ସମର୍ପଣ କରାଯାଇପାରିବ? କଣ ଏହା ଏପରି କିଛି ଯାହା କେହି ମଧ୍ୟ କରିପାରିବେ ନାହିଁ? ଅଧ୍ୟାୟ 2 ପଦ 3, କାରଣ ଆମ୍ଭମାନଙ୍କ ଉପଦେଶ ଭ୍ରମ ଅବା ଅସୁଚିତାମୂଳକ ଅବା ଝଡ଼ଯୁକ୍ତ ନୁହେଁ, କିନ୍ତୁ ଆମ୍ଭମାନଙ୍କ ହସ୍ତରେ ସୁସମାଚାର ପ୍ରଚାରର ଭାର ସମର୍ପିତ ହେବା ନିମନ୍ତେ ଆମ୍ଭେମାନେ ଯେ ରୂପେ ଈଶ୍ୱରଙ୍କ କର୍ତ୍ତୃକ ଯୋଗ୍ୟ ଗଣିତ ହୋଇଅଛୁ, ସେହି ରୂପେ ଆମ୍ଭେମାନେ ପ୍ରଚାର କରୁ। ମନୁଷ୍ୟମାନଙ୍କୁ ସନ୍ତୁଷ୍ଟ କରିବା ଉଦ୍ଦେଶ୍ୟରେ ତାହା କରୁନାହୁଁ, ବରଂ ଆମ୍ଭମାନଙ୍କ ହୃଦୟର ପରୀକ୍ଷକ ଯେ କିଏ, ଈଶ୍ୱର ତାହାଙ୍କୁ ସନ୍ତୁଷ୍ଟ କରିବା ଉଦ୍ଦେଶ୍ୟରେ ତାହା କରୁ। ଏହା କହୁଅଛି କି ଯେଉଁ ଲୋକମାନେ ସୁସମାଚାର ପ୍ରଚାର କରୁଛନ୍ତି, ସେମାନେ ପରମେଶ୍ୱରଙ୍କୁ ଖୁସି କରିବା ପାଇଁ ସୁସମାଚାର କରୁଛନ୍ତି। ଆଉ ଯେଉଁ ଲୋକମାନେ ସୁସମାଚାର କାର୍ଯ୍ୟ କରୁଛନ୍ତି, ସେମାନଙ୍କ ବିଷୟରେ ପରମେଶ୍ୱର କଣ ଭାବୁଛନ୍ତି? ପରମେଶ୍ୱର ସେମାନଙ୍କୁ ଅନୁମତି ଦେଇଛନ୍ତି। ଏହାର ଅର୍ଥ କି ପରମେଶ୍ୱର ସେହି ସନ୍ତାନକୁ ସୁସମାଚାର କାର୍ଯ୍ୟ ପ୍ରଦାନ କରୁଛନ୍ତି, ଯେଉଁମାନେ ପରମେଶ୍ୱରଙ୍କ ମୂଲ୍ୟାଙ୍କନ ଅନୁସାରେ ବିଶ୍ୱାସଯୋଗ୍ୟ ଅଟନ୍ତି। ଯେତେବେଳେ ଆପଣ ଆପଣଙ୍କ ସନ୍ତାନକୁ କୌଣସି କାର୍ଯ୍ୟ ନିମନ୍ତେ ପଠାଉଛନ୍ତି, ଆପଣ ସେହି ସନ୍ତାନକୁ କହନ୍ତି ନାହିଁ ଯିଏ ତାହାର ଗମ୍ଭୀରତାରେ ନିଏ ନାହିଁ, ବା କାମ କରିବା ପାଇଁ ଦିଆଯାଇଥିବା ଟଙ୍କାକୁ ଜଳଖିଆ କିଣିବା ପାଇଁ ବା ଆର୍କେଡରେ ଖେଳ ଖେଳିବା ନିମନ୍ତେ ଖର୍ଚ୍ଚ କରେ। ଆପଣ ଏକ ଏପରି ସନ୍ତାନକୁ କହିବେ ଯାହାଙ୍କ ଉପରେ ଆପଣ କାର୍ଯ୍ୟକୁ ଭଲ ଭାବରେ ଚଳାଇବା ନିମନ୍ତେ ଭରସା କରନ୍ତି। ସେହି ପ୍ରକାର ପରମେଶ୍ୱର ସୁସମାଚାରର କାର୍ଯ୍ୟ କାହାକୁ ମଧ୍ୟ ପ୍ରଦାନ କରନ୍ତି ନାହିଁ, କିନ୍ତୁ କେବଳ ସେହି ସନ୍ତାନଙ୍କୁ ହିଁ କରିବାକୁ ଅନୁମତି ଦିଅନ୍ତି ଯିଏ ସବୁଠାରୁ ସଚ୍ଚୋଟ, ସବୁଠାରୁ ଉଚିତ, ଆଉ ଏହି ଯୁଗରେ ପରମେଶ୍ୱରଙ୍କ ନଜରରେ ସ୍ୱର୍ଗର ଆଶୀର୍ବାଦ ପ୍ରାପ୍ତ କରିବାର ଯୋଗ୍ୟ। ଆଜି ଆମ୍ଭେ ସେହି ପରିସ୍ଥିତିରେ ଠିଆ ହୋଇପାରିବା ଯେଉଁଠି ଆମ୍ଭେ ପରମେଶ୍ୱରଙ୍କ ଦ୍ୱାରା ଯୋଗ୍ୟ ଗଣିତ କରାଯାଇପାରିବା, ବା ସେହି ପରିସ୍ଥିତିରେ ଯେଉଁଠି ଆମ୍ଭେ ପରମେଶ୍ୱରଙ୍କ ଦ୍ୱାରା ଯୋଗ୍ୟ ଗଣିତ ନ ହେଉ। ବ୍ୟକ୍ତିଗତ ରୂପରେ ମୁଁ ଚାହିଁବି କି ସିୟନର ସମସ୍ତ ସନ୍ତାନମାନେ ପରମେଶ୍ୱରଙ୍କ ଦ୍ୱାରା ଅନୁମୋଦିତ ଆଉ ସାମରୀୟରେ ଓ ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ସୁସମାଚାରର ପ୍ରଚାର କରିବା ଓ ସୁସମାଚାର କାର୍ଯ୍ୟ ନିମନ୍ତେ ପରିଶ୍ରମ ପୂର୍ବକ ପ୍ରାର୍ଥନା କରିବା। ଯଦି ଆପଣଙ୍କୁ ଲାଗୁଅଛି କି ଆପଣ ସକ୍ଷମ ନୁହନ୍ତି, ତେବେ ଆପଣଙ୍କୁ କେବଳ ପରିଶ୍ରମ ପୂର୍ବକ ପ୍ରାର୍ଥନା କରିବା ଉଚିତ। ଯଦି ଆପଣ ପ୍ରାର୍ଥନା କରୁଛନ୍ତି ଓ ପରମେଶ୍ୱରଙ୍କୁ ସାହାଯ୍ୟ ମାଗୁଛନ୍ତି, ତେବେ ପରମେଶ୍ୱର ଆପଣଙ୍କ ଉପରେ ପବିତ୍ର ଆତ୍ମା ଢାଳିଦେବେ, ଯେମିତିକି କୌଣସି ଏପରି ପିତା ନଥିବ କି ଯେତେବେଳେ ତାହାର ପୁତ୍ର ମାଛ ମାଗିଲେ ତେବେ ତାହା ବଦଳରେ ସାପ ଦେବ। ପରମେଶ୍ୱର ଆମ୍ଭମାନଙ୍କୁ ସବୁକିଛି କରିବା ନିମନ୍ତେ ସାମର୍ଥ୍ୟ ଦେବାର ପ୍ରତିଜ୍ଞା କରିଛନ୍ତି। ମୁଁ ଆପଣଙ୍କୁ ଏକ ସାକ୍ଷ୍ୟର ମିଶନକୁ ପୂରା କରିବା ନିମନ୍ତେ କହିବାକୁ ଚାହୁଁଅଛି, କାରଣ ପରମେଶ୍ୱର ଆମ୍ଭମାନଙ୍କୁ ଯେଉଁମାନେ ପରମେଶ୍ୱରଙ୍କ ଦ୍ୱାରା ଯୋଗ୍ୟ ଗଣିତ ହୋଇଛନ୍ତି, ଆପଣ ସାକ୍ଷୀ ଦେବା ନିମନ୍ତେ କହିଥିଲେ। ଏହାଦ୍ୱାରା ମୁଁ ଆଜିର ବାକ୍ୟ ସମାପ୍ତ କରିବାକୁ ଚାହିଁବି। ଆପଣଙ୍କୁ ଅନେକ ଧନ୍ୟବାଦ।